ঠাকুর কইলে যে মানে ডক্টর আলেক্স ক্যারেল ক্যারেল কইলে we need a God who hears us, loves us and responds to us. আমি এমিতে গোটিয়ে দেবতা চাহু ঈশ্বর চাহু যে আমাকে ভালো পাইবে। আমি এমিতে গোটে মানে ঈশ্বর চাহু ଯାହାଙ୍କ ସଂସ୍ପର୍ଶରେ ଆସିଲେ ମଣିଷ ତାକୁ ଭଲ ପାଇବ। We need a God who hears us, ଆମ କଥାକୁ ଶୁଣିବେ, loves us ମାନେ ଆମକୁ ଭଲ ପାଇବେ and responds to us ମାନେ ଆମ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବ। ସେମିତିଆ ବ୍ୟକ୍ତି ବିଶେଷ ଆମମାନଙ୍କର ଅଛି ତ? ଆମ ଜୀବନରେ ସେମିତିଆ ବ୍ୟକ୍ତି ବିଶେଷ ସବୁ ସମସ୍ୟାର ସମାଧାନ କରିବା ପାଇଁ କୌଣସି ବ୍ୟକ୍ତି ବିଶେଷ ଆମ ହୃଦୟରେ ବା ଆମ ମନ ଜଗତରେ ସେମିତି ବ୍ୟକ୍ତି ବିଶେଷ ଅଛନ୍ତି ତ? କେବଳ ଅଛନ୍ତି ଗୁରୁ। ଗୁରୁ ଯଦି ଜଣକ ଜୀବନରେ ଥାଏ ତାହେଲେ ସେ ସମସ୍ତ କିଛି ସମସ୍ୟାକୁ ସମାଧାନ କରିପାରିବ। ଇଷ୍ଟ ନିଷ୍ଠା ଯଦି ମଣିଷ ଭିତରେ ଥାଏ, ଭଗବାନଙ୍କୁ ଯଦି ଭଲ ପାଇବା ଥାଏ ତାହେଲେ ପ୍ରତ୍ୟେକ ସତ୍ତାକୁ ଭଲ ପାଇବ। ଆମେ ଠାକୁରକୁ ଭଲ ପାଉ କିନ୍ତୁ ମୁଁ ଅନ୍ୟ କାହାକୁ ଭଲ ପାଏ ନା, ତା ଭଲ ପାଇବାରେ କୌଣସି ଖାଦ ମିଶିକିରି ଅଛି। ସେଟା ସବୁ ବ୍ୟଭିଚାରୀ ଭକ୍ତି ବୋଲି କୁହାଯାଏ। ମଣିଷ ଯେତେ ଠାକୁରକୁ ଭଲ ପାଇବ ମାନେ ପ୍ରତ୍ୟେକ ସତ୍ତାକୁ ଭଲ ପାଇବାକୁ ପଡ଼ିବ। ପ୍ରତ୍ୟେକ ସତ୍ତାକୁ ଭଲ ପାଇଲେ ଠାକୁରକୁ ଭଲ ପାଇବ ବୋଲି ପ୍ରମାଣ ମିଳିବ। ତେଣୁ ଆଉ ବିଶେଷ କିଛି କହିବିନି, କାରଣ ଦାଦାମାନେ ବହୁତ ଅଛନ୍ତି, ରୀତି ଦେବତା 4 ଜଣ ଅଛନ୍ତି ଏଠାରେ ଉପସ୍ଥିତ, ତାଙ୍କଠାରୁ ଆମେ କିଛି ବକ୍ତବ୍ୟ ଶୁଣିବା। ପୁନର୍ବାର ସେହି ଅଭିଷେକ ଭାଇ ଏବଂ ଐଶ୍ୱର୍ଯ୍ୟା ମା ତାଙ୍କର ସୁଖ ଶାନ୍ତି ଦାମ୍ପତ୍ୟ ଜୀବନ ଇଷ୍ଟ ପ୍ରାଣ ଜୀବନ ପାଇଁ ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁରଙ୍କୁ ପ୍ରାର୍ଥନା ଜଣାଏ ଏବଂ ତାଙ୍କ ପରିବାର ଶାଶୁ ପରିବାର ସମସ୍ତ ସଦସ୍ୟମାନଙ୍କର ସୁଖ ଶାନ୍ତି ସମୃଦ୍ଧି ପାଇଁ ତଥା ଉପସ୍ଥିତ ସମସ୍ତ ଭାଇ ଓ ମା ମାନଙ୍କର ସାତ୍ବିକ କଲ୍ୟାଣ ପରମ ପ୍ରେମ ଶ୍ରୀ ଶ୍ରୀ ଠାକୁର ପାଖରେ ପ୍ରାର୍ଥନା ଜଣାଇ ମୋର ବକ୍ତବ୍ୟ ସାର କରୁଛି। ଜୟ ଗୁରୁ।